ଦେଖନ୍ତୁ ଦୋଷୀ ହେଉଛି କେବଳ ମୁଁ ଗୋଟେ ଜିନିଷ କହିବି କେବଳ ତାଙ୍କ ୱାଇଫ୍। ମୁଁ ଏଠି କାହାକୁ ବି ଦୋଷୀ କହିବିନି। ମୁଁ ସବୁବେଳେ କହିବି କି ୱାଇଫ୍ର ଏଠି ଦୋଷ ଅଛି। ୱାଇଫ୍ଟେ ଗୋଟେ ଘରେ ଯେତେବେଳେ ରହୁଛି ଗୋଟେ ସ୍ୱାମୀ ଯାଉଛି ବାହାରେ କାମ କରିବା ପାଇଁ ସେ କେତେ ପ୍ରକାର କାମ କରିକି ଆସୁଛି। ଗୋଟେ ୱାଇଫ୍ ଯେତେବେଳେ ତାକୁ ରିସିଭ୍ କରୁଛି ସେଇ ସ୍ମାଇଲ୍ ଫେସ୍ରେ ରିସିଭ୍ କରୁଛି ତାର କଷ୍ଟଟା ସେଇଠୁ ଅଧା ଛାଡ଼ି ଯାଉଛି। ସ୍ୱାମୀ ଘରକୁ ଏଣ୍ଟ୍ରି କଲା ବେଳକୁ ୱାଇଫ୍ର ଝିକଝିକ୍ 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 କିଚ୍ 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 ମିଚ୍ ଆରମ୍ଭ ହେଇଯିବ। এটা ତୁ କଲୁନି ସେଟା ତୁ କଲୁନି ଏଇଟା ତୁ କଲୁନି ସେଟା ତୁ କଲୁ ସେ ତା ସହିତ କଥା ହେଉଥିଲୁ ଆ ସହିତ କଥା ହେଉଥିଲୁ। ତ ସେଇଠୁ କ'ଣ ହୁଏ ନା ଗୋଟେ ସ୍ୱାମୀ ଇରିଟେଟ୍ ହୁଏ। ସେଇଠୁ ସ୍ୱାମୀମାନେ କ'ଣ କରନ୍ତି ନା ସେମାନେ ବାହାରେ ଖୁସି ଖୋଜନ୍ତି, ଯେଉଁଟାକି ଆମେ ଏବେ ଦେଖୁଛେ। ଏବେ ରିସେଣ୍ଟଲି ଯେଉଁ ଇସ୍ୟୁଜ୍ ଚାଲୁଛି ସବୁ ଜାଗାରେ ସ୍ୱାମୀଟେ ସବୁବେଳେ ଚାହେଁକି ଗୋଟେ ତାକୁ ଗୋଟେ ଘରକୁ ଆସିଲା ମାନେ ହୋମ୍ ଇଜ୍ ଏ ହାପି ପ୍ଲେସ୍, ଯେଉଁଟାକି ସମସ୍ତେ ପିସ୍ ଖୋଜନ୍ତି ହୋମ୍ରେ। କିନ୍ତୁ ଯଦି ହୋମ୍କୁ ଆସିକି ଜଣେ ତାକୁ ପିସ୍ଟା ତାର ସେଇଠି ସ୍ପଏଲ୍ ହେଉଛି ତାହେଲେ ଡେଫିନେଟଲି ହି ୱିଲ୍ ଲୁକ୍ ମାନେ ଆଉଟ୍ରେ ସେ ଦେଖିବ ବାହାରେ କେଉଁଠି ଖୁସି ଖୋଜିବ। ତ ସେ ଟାଇମ୍ରେ ତାର କେଉଁଠି କ'ଣ ଏକ୍ସଟ୍ରା ମ୍ୟାଟେରିଆଲ୍ ଆଫର୍ଟ ଅଛି ତା ଉପରେ ତ ଆମକୁ ଏଭିଡେନ୍ସ ମିଳେନି। ବହୁତ ଲୋକ ବହୁତ ପ୍ରକାର କଥା କହିବେ। ତେଣୁ ଯଦିଓ ହେଇଛି ତାକୁ ସବୁ ପ୍ରକାରରୁ ଟର୍ଚର୍ ମିଳିଛି କାରଣ ସେ ଜଣେ ଭଲ ସିଙ୍ଗର। ସମସ୍ତେ ତାଙ୍କୁ ୟୁଜ୍ କରିବାକୁ ଚାହିଁଲେ। ତାଙ୍କ ୱାଇଫ୍ ତାଙ୍କ ସହିତ ଯେତିକି ରହିଲେ ତାଙ୍କର ବି ସେଥିରେ ବହୁତ ମାନେ ଲାଭ ହେଇଛି। ତାଙ୍କ ନାଁଟା ସେଥିରେ ଯୋଡ଼ି ହେଇଛି। ତାଙ୍କ ସହିତ ଯିଏ ଗୀତ ଗାଇଲା ତାଙ୍କର ବି ସେଥିରେ ବେନିଫିଟ୍ ହେଇଛି। ସବୁ ଲୋକମାନେ ପ୍ଲସ୍ ତାଙ୍କ ମ୍ୟାନେଜରମାନେ ତାଙ୍କୁ ୟୁଜ୍ କରି ବହୁତ ସାରା ପଇସା ଇନକମ୍ କରୁଛନ୍ତି। ସୋ ସମସ୍ତେ ତାଙ୍କୁ ସବୁବେଳେ ୟୁଜ୍ କରୁଛନ୍ତି। ବଟ୍ ନମସ୍କାର, ମୋତେ ଲାଗୁଛି କି ହ୍ୟୁମାନ ସାଗରଙ୍କ ଭଳିଆ ସିଙ୍ଗର ତ ଆଉ କେବେ ଆଉ ଗୋଟେ କିଏ ସିଙ୍ଗର ହେଇପାରିବ ବୋଲି ମୋର ସେଇଟା ମାନେ ବିଶ୍ୱାସ ତ ନାହିଁ। କାରଣ ବହୁତ ବଢ଼ିଆ ସିଙ୍ଗର ଥିଲେ, ଭଲ ଲୋକ ଥିଲେ। ତେଣୁ ମୁଁ ଆଜି କହିଲିନି କି ଯେଉଁ ଲୋକମାନଙ୍କର ବର୍ତ୍ତମାନ ଏଇଭଳିଆ ସବୁ ଇସ୍ୟୁଜ୍ ହେଉଛି ସୋସିଆଲ ମିଡ଼ିଆରେ ଯେଉଁ ଭାଇରାଲ୍ ହେଉଛି ବହୁତ ସାରା ଜିନିଷ ତାଙ୍କର କ୍ୟାରେକ୍ଟରକୁ ନେଇକି ଭାଇରାଲ୍ ହେଉଛି, ତାଙ୍କର ସବୁ ଜିନିଷକୁ ନେଇକି ଭାଇରାଲ୍ ହେଉଛି। କିନ୍ତୁ ଗୋଟେ କଥା କହିବି କି ଯାହା ବି ଇସ୍ୟୁଜ୍ ହେଇଛି ଦ୍ୟାଟ୍ ଇଜ୍ ମାନେ ଏବେ ତାଙ୍କର ମାଆ ଯେମିତି ଏଫ୍ଆଇଆର୍ଟା ଦେଇ ଦେଇଛନ୍ତି, ଏଫ୍ଆଇଆର୍ ଦେଲା ପରେ ସେଇଟା ତ ଇନଭେଷ୍ଟିଗେସନ୍ ହେବ ସିଓରଲି କିଏ ତା ପାଇଁ ଦାୟୀ, ତାକୁ କେଉଁ ଗ୍ରୁପ୍ଟା ତାକୁ ଏଇଭଳିଆ କରିଛନ୍ତି। ତେଣୁ ଆମେ ସୋସିଆଲ ମିଡ଼ିଆରେ କିଏ ଆସିକି କ'ଣ କହିବ କି ତା ମ୍ୟାନେଜର ଆସିକି କ'ଣ କହିବ କି ତାଙ୍କ ମାଆ ଆସିକି କ'ଣ କହିବ, ବଟ୍ ସବୁ ଜିନିଷ ଗୋଟେ ପ୍ରୁଫ୍ ମିଳିବା ଦରକାର। ମାନେ ତାର ଇନଭେଷ୍ଟିଗେସନ୍ ହେଲା ପରେ ଯେଉଁ ପ୍ରମାଣଟା ମିଳିବ ସେଇ ପ୍ରମାଣ ଉପରେ ହିଁ ଆମେ ଜଣକୁ ଦାୟୀ କରିପାରିବା। ବାକି ଆମେ ବସିକି ହଜାର କଥା ୟା ଉପରେ ଆଲିଗେସନ୍ ତା ଉପରେ ଆଲିଗେସନ୍ ଲଗେଇଲେ ବି ଆଟ୍ ଦ ଏଣ୍ଡ କୋର୍ଟ ୱିଲ୍ ଡିସାଇଡ୍ ଅନ୍ ଦ ପ୍ରୁଫ୍ ଅଫ୍ ଦ୍ୟାଟ୍ ଇନସିଡେଣ୍ଟସ୍। ଯାହା ବି ଏଭିଡେନ୍ସ ତାଙ୍କର ଥିବ ତାକୁ ତାରି ଉପରେ ହିଁ ସେମାନେ ଡିସାଇଡ଼୍ କରିବେ। ବାକି ରହିଲା କି ଆମର ମୁଖ୍ୟମନ୍ତ୍ରୀକୁ ସେମାନେ ସିଏ ଯଦି ଯାଉଛନ୍ତି ଏଇଟାକୁ ଗ୍ରିଭାନ୍ସଟା ଦେବା ପାଇଁ, ମୁଖ୍ୟମନ୍ତ୍ରୀ ଆମ ଲୋକଙ୍କ ମନ୍ତ୍ରୀ, ନିହାତି ସିଏ ତାକୁ ସାହାଯ୍ୟ କରିବେ। ଗ୍ରିଭାନ୍ସଟାକୁ ହାତକୁ ନେଇକି ସେ ଏଇଟାକୁ ଅନ୍ ଫାଷ୍ଟ ଟ୍ରାକ୍ରେ ଏଇଟାକୁ ସଲ୍ଭ କରିବାକୁ ଚେଷ୍ଟା କରିବେ। କାହିଁକିନା ଆମର ହ୍ୟୁମାନ ସାଗର ଆମ ଓଡ଼ିଶାର ଗୋଟେ ଭଲ ଲେଜେଣ୍ଡ ମାନେ ସିଙ୍ଗର ହିସାବରେ। ତେଣୁ ମୋର ବିଶ୍ୱାସ କି ମୁଖ୍ୟମନ୍ତ୍ରୀ ତାଙ୍କୁ ସାହାଯ୍ୟ କରିବେ ନିହାତି। ଦେଖନ୍ତୁ ଦୋଷୀ ହେଉଛି କେବଳ ମୁଁ ଗୋଟେ ଜିନିଷ କହିବି କେବଳ ତାଙ୍କ ୱାଇଫ୍। ମୁଁ ଏଠି କାହାକୁ ବି ଦୋଷୀ କହିବିନି। ମୁଁ ସବୁବେଳେ କହିବି କି ୱାଇଫ୍ର ଏଠି ଦୋଷ ଅଛି। ୱାଇଫ୍ଟେ ଗୋଟେ ଘରେ ଯେତେବେଳେ ରହୁଛି ଗୋଟେ ସ୍ୱାମୀ ଯାଉଛି ବାହାରେ କାମ କରିବା ପାଇଁ ସେ କେତେ ପ୍ରକାର କାମ କରିକି ଆସୁଛି। ଗୋଟେ ୱାଇଫ୍ ଯେତେବେଳେ ତାକୁ ରିସିଭ୍ କରୁଛି ସେଇ ସ୍ମାଇଲ୍ ଫେସ୍ରେ ରିସିଭ୍ କରୁଛି ତାର କଷ୍ଟଟା ସେଇଠୁ ଅଧା ଛାଡ଼ି ଯାଉଛି। ସ୍ୱାମୀ ଘରକୁ ଏଣ୍ଟ୍ରି କଲା ବେଳକୁ ୱାଇଫ୍ର ଝିକଝିକ୍ 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 କିଚ୍ 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 ମିଚ୍ ଆରମ୍ଭ ହେଇଯିବ। এটা ତୁ କଲୁନି ସେଟା ତୁ କଲୁନି ଏଇଟା ତୁ କଲୁନି ସେଟା ତୁ କଲୁ ସେ ତା ସହିତ କଥା ହେଉଥିଲୁ ଆ ସହିତ କଥା ହେଉଥିଲୁ। ତ ସେଇଠୁ କ'ଣ ହୁଏ ନା ଗୋଟେ ସ୍ୱାମୀ ଇରିଟେଟ୍ ହୁଏ। ସେଇଠୁ ସ୍ୱାମୀମାନେ କ'ଣ କରନ୍ତି ନା ସେମାନେ ବାହାରେ ଖୁସି ଖୋଜନ୍ତି, ଯେଉଁଟାକି ଆମେ ଏବେ ଦେଖୁଛେ। ଏବେ ରିସେଣ୍ଟଲି ଯେଉଁ ଇସ୍ୟୁଜ୍ ଚାଲୁଛି ସବୁ ଜାଗାରେ ସ୍ୱାମୀଟେ ସବୁବେଳେ ଚାହେଁକି ଗୋଟେ ତାକୁ ଗୋଟେ ଘରକୁ ଆସିଲା ମାନେ ହୋମ୍ ଇଜ୍ ଏ ହାପି ପ୍ଲେସ୍, ଯେଉଁଟାକି ସମସ୍ତେ ପିସ୍ ଖୋଜନ୍ତି ହୋମ୍ରେ। କିନ୍ତୁ ଯଦି ହୋମ୍କୁ ଆସିକି ଜଣେ ତାକୁ ପିସ୍ଟା ତାର ସେଇଠି ସ୍ପଏଲ୍ ହେଉଛି ତାହେଲେ ଡେଫିନେଟଲି ହି ୱିଲ୍ ଲୁକ୍ ମାନେ ଆଉଟ୍ରେ ସେ ଦେଖିବ ବାହାରେ କେଉଁଠି ଖୁସି ଖୋଜିବ। ତ ସେ ଟାଇମ୍ରେ ତାର କେଉଁଠି କ'ଣ ଏକ୍ସଟ୍ରା ମ୍ୟାଟେରିଆଲ୍ ଆଫର୍ଟ ଅଛି ତା ଉପରେ ତ ଆମକୁ ଏଭିଡେନ୍ସ ମିଳେନି। ବହୁତ ଲୋକ ବହୁତ ପ୍ରକାର କଥା କହିବେ। ତେଣୁ ଯଦିଓ ହେଇଛି ତାକୁ ସବୁ ପ୍ରକାରରୁ ଟର୍ଚର୍ ମିଳିଛି କାରଣ ସେ ଜଣେ ଭଲ ସିଙ୍ଗର। ସମସ୍ତେ ତାଙ୍କୁ ୟୁଜ୍ କରିବାକୁ ଚାହିଁଲେ। ତାଙ୍କ ୱାଇଫ୍ ତାଙ୍କ ସହିତ ଯେତିକି ରହିଲେ ତାଙ୍କର ବି ସେଥିରେ ବହୁତ ମାନେ ଲାଭ ହେଇଛି। ତାଙ୍କ ନାଁଟା ସେଥିରେ ଯୋଡ଼ି ହେଇଛି। ତାଙ୍କ ସହିତ ଯିଏ ଗୀତ ଗାଇଲା ତାଙ୍କର ବି ସେଥିରେ ବେନିଫିଟ୍ ହେଇଛି। ସବୁ ଲୋକମାନେ ପ୍ଲସ୍ ତାଙ୍କ ମ୍ୟାନେଜରମାନେ ତାଙ୍କୁ ୟୁଜ୍ କରି ବହୁତ ସାରା ପଇସା ଇନକମ୍ କରୁଛନ୍ତି। ସୋ ସମସ୍ତେ ତାଙ୍କୁ ସବୁବେଳେ ୟୁଜ୍ କରୁଛନ୍ତି। ବଟ୍ ନୋ ୱାନ୍ ଇଜ୍ ଅଣ୍ଡରଷ୍ଟାଣ୍ଡିଂ ହ୍ୱାଟ୍ ହି ୱାଣ୍ଟସ୍। ସିଏ କ'ଣ ଚାହାନ୍ତି ତାଙ୍କ ଖୁସି କେଉଁଠି କେହି ସେଟା ଦେଖିଲେନି ବୁଝିଲେନି, ଯେଉଁଥିରେ କି ତାଙ୍କୁ ଡିପ୍ରେସନ୍ରେ ହେଇକି ବିଭିନ୍ନ ପ୍ରକାର ଆଲକୋହଲ ସିଏ ସବୁ ଜିନିଷ ନେଇକି ତାପରେ ତାଙ୍କ ଦେହଟା ଖରାପ ହେଲା।
तो से जो सिचुएशन रे मु या कहबी सब लोक मानू कहबी से सिचुएशनटा समस्त लाइफ रे आसे नो कि नॉट ओनली कि खाली तांकरी लाइफ रे आसुची बहुत लोक लाइफ रे आसुची किंतु से सिचुएशनटा को कंट्रोल करला बेले कंट्रोल करवा दरकार आउ आमे माने जो मन सब घरे सब वाइफ होंतु कि माँ होंतु से टाइम रे सेमानकर कर्तव्य कि सेटा सेमान सेठी कंट्रोल करे दरकार जदी तांको माँ भी आसी कहतन तांको माँ भी किसी टाइम रे भी सी भी आपाई दायी माँ को भी से जगह माने कंट्रोल करवा दरकार माँ भी कलान तेणु समस्ते सबू जगार ये रेस्पॉन्सिबिलिटी समस्त दायी तेणुक जहाँ भी हो बर्तमान तो आम गोटे मनुष्य को हर देचे एत बड़ भल मनुष्य भल सिंगर को तेणु आम अधिक या डिस्कसन न करी जहाँ होची आमे वेट करवा कि कौन है कौन नहीं इन्वेस्टिगेशन हो तापर आम या कथा कि आगू आप दायी किए धन्यवाद।